ନମସ୍କାର ପିଲାମାନେ, ତୁମେମାନେ ଭଲ ଅଛ? ହଁ, ମୁଁ ବି ଭଲ ଅଛି। ଆଚ୍ଛା ପିଲାମାନେ, ଆଜି ଆମେ ତୁମ ଜିଜ୍ଞାସା ବହିର ପାଠ 2 ଆଲୋଚନା କରିବା। ଏହି ପାଠଟି ତୁମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ରହିବ। ଏବେ ପିଲାମାନେ ଆଲୋଚନା କରିବା। ପିଲାମାନେ, ତୁମେମାନେ ସମସ୍ତେ ଖାଇକି ଆସିଛ? ଆଚ୍ଛା, ଆଜି ଆମେ ତୁମ ଜିଜ୍ଞାସା ବହିର ପ୍ରସଙ୍ଗ ଜୀବଜଗତର ବିବିଧତା ବିଷୟରେ ଆଲୋଚନା କରିବା। ଶିକ୍ଷଣ ଉଦ୍ଦେଶ୍ୟ ଗଛର ବିଭିନ୍ନ ଅଂଶ ସହ ମୂଳର ସମ୍ପର୍କ ବିଷୟରେ କହିବେ ଓ ଲେଖିବେ। ଗୁଚ୍ଛ ମୂଳର ଗଠନ ଶୈଳୀ ବିଷୟରେ କହିବେ ଓ ଲେଖିବେ। ପ୍ରଧାନ ମୂଳ ଓ ଗୁଚ୍ଛ ମୂଳ ବିଷୟରେ କହିବେ ଓ ଲେଖିବେ। ଏବଂ ସେହି ଆଧାରରେ ସେମାନଙ୍କୁ ଶ୍ରେଣୀ ବିଭାଗ କରିଥିଲେ। ପତ୍ରରେ ଦେଖାଯାଉଥିବା ଶିରା ଓ ଶିରା ବିନ୍ୟାସ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଓ ସେମାନଙ୍କୁ ଶ୍ରେଣୀ ବିଭାଗ କରିଥିଲେ। ଏହା ମୁଖ୍ୟତଃ 2 ପ୍ରକାରର, ଯଥା ଜାଲକ ଶିରା ବିନ୍ୟାସ, ସମାନ୍ତରାଳ ଶିରା ବିନ୍ୟାସ। ଜାଲକ ଶିରା ବିନ୍ୟାସ ଓ ସମାନ୍ତରାଳ ଶିରା ବିନ୍ୟାସ ମଧ୍ୟରେ ଦେଖାଯାଉଥିବା ପାର୍ଥକ୍ୟକୁ ଆଲୋଚନା ମଧ୍ୟ କରିଥିଲେ। ଆଜି ଉଦ୍ଭିଦର ମୂଳ ସମ୍ବନ୍ଧରେ ଅଧିକ ବିସ୍ତୃତ ଭାବରେ ଆଲୋଚନା କରିବା ଏବଂ ସେହି ଆଧାରରେ ସେମାନଙ୍କୁ ଶ୍ରେଣୀ ବିଭାଗ କରିବା। ମୂଳ ଉଦ୍ଭିଦର ଯେଉଁ ଅଂଶଟି ମାଟି ତଳେ ବଢ଼ିଥାଏ ଏବଂ ମୁଖ୍ୟତଃ କାଣ୍ଡରୁ ଉତ୍ପନ୍ନ ହୋଇ ନିମ୍ନ ଦିଗକୁ ଗତି କରେ, ତାକୁ ମୂଳ ବା ଚେର କୁହାଯାଏ। ପିଲାମାନେ ବୁଝିପାରୁଛ? ମୂଳ ହେଉଛି ଗଛର ସେହି ଅଂଶ ଯାହା ମାଟି ଭିତରେ ବଢ଼େ ଏବଂ ଗଛକୁ ମାଟିରେ ଭଲ ଭାବେ ଧରି ରଖେ। ମୂଳର ମୁଖ୍ୟ ବୈଶିଷ୍ଟ୍ୟ। ମୂଳ ସାଧାରଣତଃ ମାଟି ଭିତରେ ବଢ଼େ। ମୂଳରେ ପତ୍ର, ଫୁଲ କିମ୍ବା କଳି ନଥାଏ। ମୂଳ ମାଟିରୁ ପାଣି ଓ ଖଣିଜ ଦ୍ରବ୍ୟ ଶୋଷଣ କରେ। ମୂଳ ଗଛକୁ ମାଟିରେ ଭଲ ଭାବେ ଧରି ରଖେ। ମୂଳର ଶେଷ ଭାଗରେ ମୂଳକେଶ ରୁଟ୍ସ ହେୟାର ଥାଏ ଯାହା ପାଣି ଶୋଷଣରେ ସାହାଯ୍ୟ କରେ। ତେବେ ପିଲାମାନେ এই ଚିତ୍ରଟିକୁ ଦେଖ। ଦେଖିଲ ତୁମେମାନେ? ଆଚ୍ଛା, এই ଚିତ୍ରରେ କହିଲ ଦେଖି, କଣ এই ଚିତ୍ରରେ ତୁମେମାନେ ଦେଖୁଛ? କୁହ ପିଲାମାନେ, ତୁମେମାନେ এই ଚିତ୍ରରେ କଣ ଦେଖୁଛ? ଆମେ ଏଠି ଗଛର ମୂଳ ଅଂଶ ଗୁଡ଼ିକୁ ଆମେ ଦେଖୁଛନ୍ତି। ମୂଳର କାର୍ଯ୍ୟ କଣ ସବୁ ଅଛି ଦେଖିବା ଏବେ ପିଲାମାନେ। ମାଟିରୁ ଜଳ ଓ ଖଣିଜ ଲବଣ ଶୋଷଣ କରିଥାଏ। ମୂଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ମାଟିରୁ ଜଳ ଏବଂ ଉଦ୍ଭିଦର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଖଣିଜ ଲବଣ ଶୋଷଣ କରିବା। ଗଛକୁ ସ୍ଥିରତା ପ୍ରଦାନ। ମୂଳ ଗଛକୁ ମାଟି ସହିତ ଦୃଢ଼ ଭାବରେ ଜାବୁଡ଼ି ଧରି ରଖେ। ଏହା ଫଳରେ ପ୍ରବଳ ପବନ କିମ୍ବା ବର୍ଷା ହେଲେ ମଧ୍ୟ ଗଛଟି ସହଜରେ ଉପୁଡ଼ି ପଡ଼େ ନାହିଁ ବା ଉପୁଡ଼େ ନାହିଁ। ଏହା ଉଦ୍ଭିଦକୁ ମାଟି ଉପରେ ସିଧା ଠିଆ ହେବାରେ ସାହାଯ୍ୟ କରେ। ପରିବହନ। ମୂଳ ଦ୍ୱାରା ଶୋଷିତ ହୋଇଥିବା ଜଳ ଓ ଖଣିଜ ଲବଣକୁ ଏହା କାଣ୍ଡ ବାଟ ଦେଇ ଗଛର ପତ୍ର ଓ ଅନ୍ୟାନ୍ୟ ଅଂଶକୁ ପଠାଇଥାଏ। ଖାଦ୍ୟ ସଞ୍ଚୟ।
କେତେକ ଉଦ୍ଭିଦରେ ମୂଳ ପତ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ସଞ୍ଚୟ କରି ରଖେ, ଫଳରେ ମୂଳଗୁଡ଼ିକ ମୋଟା ଓ ମାଂସଳ ହୋଇଯାଆନ୍ତି। ଉଦାହରଣ ଗାଜର, ମୂଳା, ସଲଗମ ଏବଂ ବିଟ୍। ମୃତ୍ତିକା ସଂରକ୍ଷଣ। ମୂଳ ମାଟିର କଣିକା ଗୁଡ଼ିକୁ ଶକ୍ତ ଭାବେ ଧରି ରଖେ, ଯାହା ଫଳରେ ଜଳ କିମ୍ବା ପବନ ଦ୍ୱାରା ମାଟିର ଉପରି ଭାଗ ଧୋଇ ହୋଇଯାଏ ନାହିଁ। ପିଲାମାନେ, ଏବେ ଆମେ ମୂଳର ମୁଖ୍ୟ ଅଂଶ ଗୁଡ଼ିକୁ ଜାଣିବା। ମୂଳ ଶୀର୍ଷ। ଏହା ମୂଳର ସବୁଠାରୁ ତଳ ଭାଗ, ଯାହା ମାଟି ଭିତରେ ଆଗକୁ ବଢିବାରେ ସାହାଯ୍ୟ କରେ। ମୂଳ ଟୋପି ବା ମୂଳ ଆବରଣ। ଏହା ମୂଳ ଶୀର୍ଷକୁ ସୁରକ୍ଷା ଦେଇଥାଏ ଯେତେବେଳେ ମୂଳ ମାଟି ଭିତରେ ବଢେ। ମୂଳ କେଶ। ଏହା ମୂଳରେ ଥିବା ଛୋଟ ଛୋଟ କେଶ ପରି ଗଠନ, ଯାହା ମାଟିରୁ ପାଣି ଓ ଖଣିଜ ଦ୍ରବ୍ୟ ଶୋଷଣ କରିଥାଏ। ମୁଖ୍ୟ ମୂଳ। ଏହା ଗଛର ମୂଳର ମୁଖ୍ୟ ଅଂଶ, ଯେଉଁଠାରୁ ଅନ୍ୟ ମୂଳ ବାହାରେ। ପାର୍ଶ୍ୱମୂଳ। ଏହା ମୁଖ୍ୟ ମୂଳରୁ ବାହାରୁଥିବା ଛୋଟ ମୂଳ ଗୁଡ଼ିକ। ଦେଖିଲ ତୁମେମାନେ ପିଲାମାନେ? ଆଚ୍ଛା। ଗଛର ବିଭିନ୍ନ ଅଂଶ ସହ ମୂଳର ସମ୍ପର୍କ। ମୂଳ ଏବଂ କାଣ୍ଡ। ଯୋଗାଯୋଗ। ମୂଳ ମାଟିରୁ ଶୋଷଣ କରିଥିବା ଜଳ ଓ ଖଣିଜ ଲବଣକୁ କାଣ୍ଡ ମାଧ୍ୟମରେ ଉପରକୁ ପଠାଏ। ସାହାରା। କାଣ୍ଡ ଗଛକୁ ଉପରକୁ ବଢାଏ, କିନ୍ତୁ ଚେର ମାଟିକୁ ଜାବୁଡ଼ି ଧରି କାଣ୍ଡକୁ ସିଧା ଠିଆ ହେବା ପାଇଁ ଆବଶ୍ୟକୀୟ ଆଧାର ପ୍ରଦାନ କରିଥାଏ ବା ଆଧାର ପ୍ରଦାନ କରେ। ମୂଳ ଏବଂ ପତ୍ର। ଖାଦ୍ୟ ପ୍ରସ୍ତୁତି। ପତ୍ରରେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ପାଇଁ ଜଳର ଆବଶ୍ୟକତା ଥାଏ। ମୂଳ ଏହି ଜଳକୁ ମାଟିରୁ ସଂଗ୍ରହ କରି ପତ୍ର ପର୍ଯ୍ୟନ୍ତ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଖାଦ୍ୟ ସଞ୍ଚୟ। ପତ୍ର ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରେ, ସେହି ଖାଦ୍ୟ କାଣ୍ଡ ଦେଇ ମୂଳକୁ ଆସେ। କିଛି ଗଛ ଯଥା ଗାଜର, ମୂଳା ଏହି ଖାଦ୍ୟକୁ ନିଜ ମୂଳରେ ସଞ୍ଚୟ କରି ରଖନ୍ତି। ସାମଗ୍ରିକ ବୃଦ୍ଧି। ମୂଳ ଯେତେବେଳେ ଶକ୍ତ ଏବଂ ସୁସ୍ଥ ହେବ, ଗଛର ଅନ୍ୟାନ୍ୟ ଅଂଶ ଯଥା ଫୁଲ ଓ ଫଳ ସେତେ ଅଧିକ ପରିମାଣରେ ହେବ। ଚେର ଯଦି ଖାଦ୍ୟ ଓ ଜଳ ଯୋଗାଇବା ବନ୍ଦ କରିଦିଏ, ତେବେ ଗଛର ସମସ୍ତ ଅଂଶ ଶୁଖିଯିବ। ପିଲାମାନେ ବୁଝିପାରିଲ? ମୂଳର ପ୍ରକାରଭେଦ ବିଷୟରେ ଏବେ ଆମେ ଆଲୋଚନା କରିବା। ଗଠନ ଏବଂ ଉତ୍ପତ୍ତି ଦୃଷ୍ଟିରୁ ମୂଳକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରଧାନ ମୂଳ, ଦ୍ୱିତୀୟଟି ହେଲା ଗୁଚ୍ଛ ମୂଳ। ଏବେ ଆମେ ପ୍ରଧାନ ମୂଳ ବିଷୟରେ ଆଲୋଚନା କରିବା। ଉଦ୍ଭିଦର ମୂଳରୁ ବାହାରିଥିବା ମୁଖ୍ୟ ଚେରଟି ଯଦି ମାଟି ଭିତରକୁ ସିଧା ଏବଂ ଗଭୀର ଭାବରେ ବଢିଥାଏ, ତେବେ ତାହାକୁ ପ୍ରଧାନ ମୂଳ କୁହାଯାଏ। ଏହି ଚେରଟି ଉପର ଭାଗରେ ମୋଟା ଥାଏ ଏବଂ କ୍ରମଶଃ ତଳକୁ ସରୁ ହୋଇଯାଇଥାଏ। ଏହା ମାଟିର ବହୁତ ଗଭୀର ପର୍ଯ୍ୟନ୍ତ ଯାଇଥାଏ, ଯାହା ଫଳରେ ଗଛଟି ମାଟିକୁ ଶକ୍ତ ଭାବେ ଧରି ରଖେ। ପିଲାମାନେ, ଏ ଗଛ ଗୁଡ଼ିକ କହିପାରିବ ତୁମେମାନେ?
ହଁ ରିତୁ, ଯେମିତିକି ସୋରିଷ, ମନ୍ଦାର, ଆମ୍ବ, ପିଜୁଳି, ମୂଳା, ଗାଜର ଇତ୍ୟାଦି। ପ୍ରଧାନ ମୂଳର ଗଠନ ଶୈଳୀ ବିଷୟରେ ଏବେ ଆମେ ଜାଣିବା। ପ୍ରଧାନ ମୂଳର ଗଠନ ଶୈଳୀ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ଏହା ମୁଖ୍ୟତଃ ତିନୋଟି ସ୍ତରରେ ବିଭକ୍ତ। ମୁଖ୍ୟ ମୂଳ, ଏହା ଗଛର କାଣ୍ଡରୁ ବାହାରିଥିବା ସବୁଠାରୁ ମୋଟା ଏବଂ ପ୍ରମୁଖ ଅଂଶ। ଏହା ମାଟିର ଭିତରକୁ ଲମ୍ବ ଭାବରେ ସିଧା ଗତି କରିଥାଏ। ଏହା ଗଛର ଓଜନକୁ ସମ୍ଭାଳିବା ପାଇଁ ଆଧାର ଶିଳା ଭଳି କାମ କରେ। ପାର୍ଶ୍ୱମୂଳ, ମୁଖ୍ୟ ମୂଳର ପାର୍ଶ୍ୱରୁ ଯେଉଁ ଛୋଟ ଛୋଟ ଶାଖା ବାହାରିଥାଏ ତାକୁ ପାର୍ଶ୍ୱମୂଳ କୁହାଯାଏ। ଏହି ଶାଖାଗୁଡ଼ିକ ମାଟିର ଚାରିଆଡ଼େ ବିଛେଇ ହୋଇ ରହିଥାନ୍ତି। ଏଗୁଡ଼ିକ ମାଟିରୁ ଅଧିକ ଜଳ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତି। ତୃତୀୟକ ମୂଳ ଓ ମୂଳ ରୋମ, ପାର୍ଶ୍ୱମୂଳରୁ ପୁଣି ଯେଉଁ ଅତି ସରୁ ସରୁ ଚେର ବାହାରେ ତାକୁ ତୃତୀୟକ ମୂଳ କୁହାଯାଏ। ଏହି ଚେରଗୁଡ଼ିକର ଅଗ୍ରଭାଗରେ ଅତି ସୂକ୍ଷ୍ମ ମୂଳରୋମ ରୁଟ୍ସ ହେୟାର ଥାଏ, ଯାହା ଖାଲି ଆଖିକୁ ଧଳା ସୂତା ପରି ଦେଖାଯାଏ। ଏହି ମୂଳ ରୋମଗୁଡ଼ିକ ହିଁ ପ୍ରକୃତରେ ମାଟି କଣିକା ମଧ୍ୟରୁ ଜଳ ଶୋଷଣ କରନ୍ତି। ଗୁଚ୍ଛମୂଳ, ଯେଉଁ ଉଦ୍ଭିଦରେ କୌଣସି ମୁଖ୍ୟ ଚେର ନଥାଏ ଏବଂ କାଣ୍ଡର ତଳ ଅଂଶରୁ ସମାନ ଆକାରରେ ଅନେକ ଗୁଡ଼ିଏ ସରୁ ସରୁ ଚେର ଏକାଠି ବାହାରିଥାନ୍ତି, ତାହାକୁ ଗୁଚ୍ଛମୂଳ କୁହାଯାଏ। ଏଥିରେ ପ୍ରଧାନ ମୂଳ ପରି କୌଣସି ମୋଟା ମୁଖ୍ୟ ଚେର ଦେଖାଯାଏ ନାହିଁ। ଏହା ମାଟିର ଗଭୀରକୁ ନ ଯାଇ ଭୂପୃଷ୍ଠରେ ଚାରିଆଡ଼େ ଏକ ଗୁଚ୍ଛା ବା ବିଣ୍ଡା ପରି ବିଛେଇ ହୋଇ ରହିଥାଏ। ସମସ୍ତ ଚେର ପ୍ରାୟ ସମାନ ଲମ୍ବ ଏବଂ ସମାନ ମୋଟେଇର ହୋଇଥାନ୍ତି। ପିଲାମାନେ, ଗୁଚ୍ଛମୂଳର କେତୋଟି ଉଦାହରଣ ତୁମେମାନେ କହିପାରିବ? ହଁ ରିମା, ଘାସ, ଧାନ, ମକା, ବାଉଁଶ, କଦଳୀ। ଗୁଚ୍ଛମୂଳର ଗଠନ ଶୈଳୀ। ଗୁଚ୍ଛମୂଳର ଗଠନ ଶୈଳୀ ପ୍ରଧାନ ମୂଳ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ। ଏହା କୌଣସି ଗଭୀର ମୁଖ୍ୟ ଚେର ଉପରେ ନିର୍ଭର ନ କରି ଏକ ସରୁ ସରୁ ଚେରର ଗୁଚ୍ଛ ଭଳି କାମ କରେ। ମୁଖ୍ୟ ଚେରର ଅଭାବ, ଏହି ପ୍ରକାର ମୂଳ ବ୍ୟବସ୍ଥାରେ କୌଣସି ଗୋଟିଏ ମୁଖ୍ୟ ବା ମୋଟା ଚେର ନଥାଏ। ଗଛ ବଢ଼ିବା ସମୟରେ ଏହାର ପ୍ରାଥମିକ ଚେରଟି ଅଳ୍ପ ସମୟ ପରେ ନଷ୍ଟ ହୋଇଯାଏ। କାଣ୍ଡର ମୂଳରୁ ଉତ୍ପତ୍ତି, କାଣ୍ଡର ସବୁଠାରୁ ନିମ୍ନ ଭାଗରୁ ଏକା ସାଙ୍ଗରେ ଅନେକ ଗୁଡ଼ିକ ଚେର ବାହାରିଥାଏ। କାଣ୍ଡର ସବୁଠାରୁ ନିମ୍ନ ଭାଗରୁ ଏକା ସାଙ୍ଗରେ ଅନେକ ଗୁଡ଼ିଏ ଚେର ବାହାରିଥାନ୍ତି। ଏହି ଚେରଗୁଡ଼ିକ ପ୍ରାୟ ସମାନ ମୋଟେଇ ଏବଂ ଲମ୍ବର ହୋଇଥାନ୍ତି। ତନ୍ତୁମୟ ବା ଗୁଚ୍ଛାକାର ଗଠନ, ଏହି ଚେରଗୁଡ଼ିକ ପରସ୍ପର ସହିତ ଛନ୍ଦି ହୋଇ ଏକ ଗୁଚ୍ଛା ବା ବିଣ୍ଡା ପରି ଦେଖାଯାନ୍ତି। ଭୂପୃଷ୍ଠ ବିସ୍ତାର, ଏହି ମୂଳଗୁଡ଼ିକ ମାଟିର ବହୁ ଗଭୀରକୁ ଯାଆନ୍ତି ନାହିଁ। ଏଗୁଡ଼ିକ ମାଟିର ଉପରି ଭାଗରେ ଚାରିଆଡ଼େ ମେଲାଇ ହୋଇ ରହିଥାନ୍ତି, ଯାହା ଗଛକୁ ମାଟିର ଉପର ସ୍ତର ସହ ଜାବୁଡ଼ି ଧରିବାରେ ସାହାଯ୍ୟ କରେ। ପିଲାମାନେ, ବୁଝିପାରିଲ? ଆସ ଗଛର ଶିରାବିନ୍ୟାସ ଦେଖି ଆମେ ଗଛର ମୂଳ ବିଷୟରେ ଜାଣିବା। ଉଦ୍ଭିଦ ଜଗତରେ ପତ୍ରର ଶିରାବିନ୍ୟାସ ଏବଂ ମୂଳ ମଧ୍ୟରେ ଏକ ଅତି ଚମତ୍କାର ପ୍ରାକୃତିକ ସମ୍ପର୍କ ରହିଛି। ଜାଲକ ଶିରାବିନ୍ୟାସ ହେଉଛି ପ୍ରଧାନ ମୂଳ। ଯଦି ଗୋଟିଏ ଗଛର ପତ୍ରରେ ଶିରାଗୁଡ଼ିକ ଏକ ଜାଲ ପରି ପରସ୍ପର ସହ ଛନ୍ଦି ହୋଇ ରହିଥାନ୍ତି, ତେବେ ସେହି ଗଛର ଚେର ନିଶ୍ଚିତ ଭାବେ ପ୍ରଧାନ ମୂଳ ହୋଇଥିବ। ଚିହ୍ନିବା ଲକ୍ଷଣ, ପତ୍ରର ମଝିରେ ଏକ ମୋଟା ଶିରା ଥିବ ଏବଂ ଚେରରେ ମଧ୍ୟ ଏକ ମୋଟା ମୁଖ୍ୟ
ଚେର ଥିବ। ଆଚ୍ଛା ପିଲାମାନେ, ତୁମେମାନେ କହିପାରିବ କି ଏହାର ଉଦାହରଣ? ହଁ, ଆମ୍ବ, ମନ୍ଦାର, ସୋରିଷ, ପିଜୁଳି ଇତ୍ୟାଦି। ଜାଲକ ଶିରା ବିନ୍ୟାସ ଥିବା ଗଛର ଚେର ପ୍ରଧାନ ଚେର ହୋଇଥାଏ। ଗଛର ଶିରା ବିନ୍ୟାସ ଦେଖି ଆମେ ଗଛର ମୂଳ ବିଷୟରେ ଜାଣିବା। ସମାନ୍ତରାଳ ଶିରା ବିନ୍ୟାସ। ଗୁଚ୍ଛ ମୂଳ। ଯଦି ପତ୍ରର ଶିରାଗୁଡ଼ିକ ପରସ୍ପର ସହ ସମାନ୍ତରାଳ ଭାବେ ସିଧା ସିଧା ରହିଥାନ୍ତି, ତେବେ ସେହି ଗଛର ଚେର ଗୁଚ୍ଛମୂଳ ହୋଇଥିବ। ଚିହ୍ନିବା ଲକ୍ଷଣ। ପତ୍ରର ଶିରାଗୁଡ଼ିକ ଗୋଟିଏ ଦିଗରେ ସିଧା ହୋଇଯାଆନ୍ତି ଏବଂ ଚେରଗୁଡ଼ିକ ମଧ୍ୟ ଏକାଠି ଗୁଚ୍ଛା ହୋଇ ବାହାରିଥାନ୍ତି। ଉଦାହରଣ ଘାସ, ଧାନ, ମକା, ପାଉଁଶ, କଦଳୀ ଇତ୍ୟାଦି। ସମାନ୍ତରାଳ ଶିରାବିନ୍ୟାସ ଥିବା ଗଛର ଚେର ଗୁଚ୍ଛ ଚେର ହୋଇଥାଏ। ପ୍ରଧାନ ମୂଳ ଓ ଗୁଚ୍ଛ ମୂଳ ମଧ୍ୟରେ ପାର୍ଥକ୍ୟ। ବିଷୟ ପ୍ରଧାନ ମୂଳ, ଗୁଚ୍ଛ ମୂଳ। ମୁଖ୍ୟ ଗଠନ। ଏଥିରେ ଏକ ସ୍ପଷ୍ଟ ମୋଟା ମୁଖ୍ୟ ଚେର ଥାଏ। ଏଥିରେ କୌଣସି ମୁଖ୍ୟ ଚେର ନଥାଏ। ସବୁ ଚେର ସମାନ ଦେଖାଯାଏ। ଶାଖା। ମୁଖ୍ୟ ଚେରକୁ ପାର୍ଶ୍ୱ ଚେରଗୁଡ଼ିକ ବାହାରିଥାଏ। କାଣ୍ଡର ମୂଳରୁ ଅନେକ ସରୁ ସରୁ ଚେର ଗୁଚ୍ଛାକାରରେ ବାହାରେ। ଗଭୀରତା। ଏହା ମାଟିର ବହୁତ ଗଭୀର ପର୍ଯ୍ୟନ୍ତ ଯାଇଥାଏ। ଏହା ମାଟିର ଉପରି ଭାଗରେ ବ୍ୟାପି ରହିଥାଏ। ଉତ୍ପତ୍ତି। ଏହା ଭ୍ରୂଣରୁ ମୂଳାଙ୍କରରୁ ସୃଷ୍ଟି ହୁଏ। ପ୍ରାଥମିକ ମୂଳ ନଷ୍ଟ ହୋଇ କାଣ୍ଡରୁ ଗୁଚ୍ଛାକାର ଚେର ବାହାରେ। ଶିରାବିନ୍ୟାସ। ଏହି ଗଛର ପତ୍ରରେ ଜାଲକ ଶିରାବିନ୍ୟାସ ଥାଏ। ଏହି ଗଛର ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଥାଏ। ଉଦାହରଣ ଆମ୍ବ, ସୋରିଷ, ମନ୍ଦାର, ମୂଳା। ଧାନ, ମକା, ଘାସ, କଦଳୀ ଇତ୍ୟାଦି ଗୁଚ୍ଛମୂଳର ଉଦାହରଣ। ବୁଝିପାରିଲ ପିଲାମାନେ? ପିଲାମାନେ, ତୁମେମାନେ ପାଠଟିକୁ ବୁଝିଲ? ଏବେ ଆମେ କିଛି ପ୍ରଶ୍ନ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ। ପତ୍ରର ମଝିରେ ଥିବା ମୋଟା ଶିରାକୁ କ'ଣ କୁହାଯାଏ? ପତ୍ରବୃତ୍ତ, ମଧ୍ୟ ଶିରା, ପାର୍ଶ୍ୱ ଶିରା, ଶିରାବିନ୍ୟାସ। ହଁ ରିମା, କୁହ। ମଧ୍ୟ ଶିରା। ଭେରି ଗୁଡ୍। ଦ୍ୱିତୀୟ ପ୍ରଶ୍ନ। ଜାଲକ ଶିରାବିନ୍ୟାସ ଥିବା ଗଛର ଚେର କିପରି ହୋଇଥାଏ? ଗୁଚ୍ଛମୂଳ, ପ୍ରଧାନ ମୂଳ, କାଣ୍ଡଜ ଚେର, କୌଣସିଟି ନୁହେଁ। ହଁ, କୁହ। ପ୍ରଧାନ ମୂଳ। 3 ନମ୍ବର ପ୍ରଶ୍ନ। ଘାସ ଏବଂ ଧାନ ଗଛରେ କେଉଁ ପ୍ରକାରର ମୂଳ ଦେଖିବାକୁ ମିଳେ? ହଁ ରିଙ୍କୁ, କୁହ। ପ୍ରଧାନ ମୂଳ, ଗୁଚ୍ଛ ମୂଳ, ଖାଦ୍ୟ ସଞ୍ଚୟକାରୀ ମୂଳ, ନା କୌଣସିଟି ନୁହେଁ? କୁହ। ଗୁଚ୍ଛ ମୂଳ। ବହୁତ ବଢିଆ ପିଲାମାନେ। 4 ନମ୍ବର ପ୍ରଶ୍ନ। ସୋରିଷ ଗଛର ଚେର କେଉଁ ପ୍ରକାରର? ଗୁଚ୍ଛ ମୂଳ, ପ୍ରଧାନ ମୂଳ, ଆରୋହୀ ମୂଳ, କାଣ୍ଡଜ ମୂଳ। ହଁ, କୁହ। ପ୍ରଧାନ ମୂଳ। ବହୁତ ବଢିଆ ପିଲାମାନେ। 5 ନମ୍ବର ପ୍ରଶ୍ନ। ପତ୍ରର କାମ କ'ଣ? ଖାଦ୍ୟ ପ୍ରସ୍ତୁତି, ଜଳ ଶୋଷଣ, ଖଣିଜ ଲବଣ ପରିବହନ, କାଣ୍ଡକୁ ସହାୟତା। ଖାଦ୍ୟ ପ୍ରସ୍ତୁତି। 6 ନମ୍ବର ପ୍ରଶ୍ନ। ଗୁଚ୍ଛ ମୂଳର ଗଠନ କିପରି ହୋଇଥାଏ? ଗୋଟିଏ ମୁଖ୍ୟ ମୂଳ ଓ ପାର୍ଶ୍ୱ ମୂଳ, କାଣ୍ଡର ତଳ ଭାଗରୁ ବାହାରୁଥିବା ସମାନ ଆକାରର ସରୁ ମୂଳର ଗ୍ରନ୍ଥ, କେବଳ ଗୋଟିଏ ମୋଟା ଚେର, କୌଣସିଟି ନୁହେଁ। ହଁ ପିଲାମାନେ, କୁହ ତୁମେମାନେ। କାଣ୍ଡର ତଳ ଭାଗରୁ ବାହାରୁଥିବା ସମାନ ଆକାରର ସରୁ ମୂଳର ଗ୍ରନ୍ଥ। 7 ନମ୍ବର ପ୍ରଶ୍ନ। ପତ୍ର ଫଳକରେ ଶିରାଗୁଡ଼ିକର ସଜ୍ଜୀକରଣକୁ କ'ଣ କୁହାଯାଏ? ଶିରାବିନ୍ୟାସ, ପତ୍ରବୃତ୍ତ, ପତ୍ର ଫଳକ, ଆଲୋକ ଶ୍ଳେଷଣ। ହଁ ରିଙ୍କୁ, କୁହ। ଶିରାବିନ୍ୟାସ। 8 ନମ୍ବର ପ୍ରଶ୍ନ। ମନ୍ଦାର ପତ୍ରରେ କେଉଁ ପ୍ରକାରର ଶିରାବିନ୍ୟାସ ଦେଖିବାକୁ ମିଳେ? ସମାନ୍ତରାଳ, ଜାଲକ,
ବୃତ୍ତାକାର କୌଣସିଟି ନୁହେଁ। ଜାଲକ। ବହୁତ ବଢିଆ। 9 ନମ୍ବର ପ୍ରଶ୍ନ। କଦଳୀ ପତ୍ରରେ କେଉଁ ପ୍ରକାରର ଶିରାବିନ୍ୟାସ ଥାଏ? କୁହ ପିଲାମାନେ। ଜାଲକ ଶିରାବିନ୍ୟାସ, ସମାନ୍ତରାଳ ଶିରାବିନ୍ୟାସ, ବିଶୃଙ୍ଖଳିତ ମଧ୍ୟ ଶିରା। ସମାନ୍ତରାଳ ଶିରାବିନ୍ୟାସ ଦେଖିବାକୁ ମିଳିଥାଏ। ପିଲାମାନେ ଏବେ ଯେଉଁ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା, ଠିକ୍ କି ଭୁଲ ତାକୁ ତୁମେମାନେ ଚିହ୍ନେଇବ। ସମସ୍ତ ଉଦ୍ଭିଦରେ ଶିରାବିନ୍ୟାସର ଢାଞ୍ଚା ସମାନ ହୋଇଥାଏ? ଠିକ୍ ନା ଭୁଲ? ହଁ ରାମୁ କୁହ। ଭୁଲ। ଭେରି ଗୁଡ୍। ଘାସ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖିବାକୁ ମିଳେ? ଠିକ୍। ଚାଲକ ଶିରାବିନ୍ୟାସ ଥିବା ଗଛରେ ଗୁଚ୍ଛ ମୂଳ ଦେଖାଯାଏ? ଠିକ୍ ନା ଭୁଲ? ହଁ କୁହ। ଭୁଲ। କଦଳୀ ପତ୍ରର ଶିରାଗୁଡ଼ିକ ଏକ ଜାଲ ପରି ଗଠନ ସୃଷ୍ଟି କରନ୍ତି? ଠିକ୍ ନା ଭୁଲ? ହଁ ରିତୁ କୁହ। ଭୁଲ। ଭେରି ଗୁଡ୍। ପତ୍ରର ମଧ୍ୟଭାଗରେ ଥିବା ମୋଟା ଶିରାକୁ ମଧ୍ୟ ଶିରା ବା ମିଡ୍ରିଫ୍ କୁହାଯାଏ? ଠିକ୍ ନା ଭୁଲ? ହଁ କୁହ। ଠିକ୍। ପ୍ରଧାନ ମୂଳ ଥିବା ଗଛଗୁଡ଼ିକ ସାଧାରଣତଃ ଜାଲକ ଶିରାବିନ୍ୟାସ ପ୍ରଦର୍ଶନ କରନ୍ତି? ଠିକ୍ ନା ଭୁଲ? ଠିକ୍। ଏବେ ତୁମମାନଙ୍କ ପାଇଁ କିଛି ଗୃହ କାର୍ଯ୍ୟ। 5ଟି ଉଦ୍ଭିଦର ନାମ ଲେଖ ଯେଉଁଥିରେ ପ୍ରଧାନ ମୂଳ ଥାଏ ଏବଂ 5ଟି ଉଦ୍ଭିଦର ନାମ ଲେଖ ଯେଉଁଥିରେ ଗୁଚ୍ଛ ମୂଳ ଥାଏ। ତୁମ ଖାତାରେ ଗୋଟିଏ ପ୍ରଧାନ ମୂଳ ଏବଂ ଗୋଟିଏ ଗୁଚ୍ଛ ମୂଳର ଚିତ୍ର ଅଙ୍କନ କର। ପ୍ରକଳ୍ପ କାର୍ଯ୍ୟ। ବଗିଚାରୁ 3ଟି ପ୍ରଧାନ ମୂଳ ଥିବା ଗଛ ଏବଂ 3ଟି ଗୁଚ୍ଛ ମୂଳ ଥିବା ଗଛ ସଂଗ୍ରହ କର। ସେଗୁଡ଼ିକର ଚେର ଓ ପତ୍ରକୁ ନିରୀକ୍ଷଣ କରି ଏକ ଚାର୍ଟ ପ୍ରସ୍ତୁତ କର। ଆଚ୍ଛା ପିଲାମାନେ, ତୁମେ ଏହି ପାଠଟିକୁ ବୁଝିଲ, ଜାଣିଲ? ତେବେ ଆମେ ପରବର୍ତ୍ତୀ ଶ୍ରେଣୀରେ ଆଲୋଚନା କରିବା। ଆଜି ପାଇଁ ଏତିକି ପିଲାମାନେ। ଧନ୍ୟବାଦ ପିଲାମାନେ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।